ଶ୍ରୀନିବାସ ରାମାନୁଜନ। ଭାରତର ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ବିଷୟରେ ଜାଣିବା। ଶ୍ରୀନିବାସ ରାମାନୁଜନ ଭାରତର ଜଣେ ମହାନ ଗଣିତଜ୍ଞ ଥିଲେ। ସେ 1887 ମସିହା ଡିସେମ୍ବର 22 ତାରିଖ ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ଇଡୋର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ଥିଲା ଶ୍ରୀନିବାସ ରାମାନୁଜନ ଆୟଙ୍ଗର। ତାଙ୍କ ପିତାଙ୍କ ନାମ କେ ଶ୍ରୀନିବାସ ଆୟଙ୍ଗର ଓ ମାତାଙ୍କ ନାମ କମଲାମଲ ଥିଲା। 15 ବର୍ଷ ବୟସରୁ ସେ ଗଣିତରେ ବିଭିନ୍ନ ବର୍ଗର ଦକ୍ଷତା ହାସଲ କରିଥିଲେ। 1904 ମସିହାରେ ଗଣିତ ପାଇଁ ତାଙ୍କୁ କେ ରଙ୍ଗରାଓ ପୁରସ୍କାର ମିଳିଥିଲା। 1916 ମସିହାରେ ରାମାନୁଜନ ଭାଜ୍ୟ ସଂଖ୍ୟା ଉପରେ PhD ହାସଲ କରିଥିଲେ। ସେ 120ଟି ଗଣିତ ସୂତ୍ର ଓ ପ୍ରାୟ 3900ଟି ଗଣିତର ସିଦ୍ଧାନ୍ତ ଲେଖିଥିଲେ। ସେଥିପାଇଁ ତାଙ୍କୁ ଗଣିତର ଯାଦୁକର କୁହାଯାଏ। ତାଙ୍କ ସ୍ମୃତିରେ ତାଙ୍କ ଜନ୍ମଦିବସ ଡିସେମ୍ବର 22 ତାରିଖକୁ ଦେଶରେ ଗଣିତ ଦିବସ ରୂପେ ପାଳନ କରାଯାଏ। 22 ଏପ୍ରିଲ 1920 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।